ଦେଖନ୍ତୁ ଗତ ବର୍ଷ ଠିକ୍ ଏହି ସମୟରେ ଧାମନଗରର ଜନପ୍ରିୟ ବିଧାୟକ ଓଡ଼ିଶା ସରକାରଙ୍କର ମାନ୍ୟବର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏକ ଅଭିନବ ପରିକଳ୍ପନା କରିଥିଲେ। ସେହି ପରିକଳ୍ପନାର ପ୍ରଥମ ସୋପାନରେ ଶୀତ ମହୋତ୍ସବ ଧାମନଗରରେ ଆୟୋଜିତ ହୋଇଥିଲା। ସେତେବେଳେ ମାନ୍ୟବର ମନ୍ତ୍ରୀଙ୍କ ସହିତ ଧାମନଗରର ବୁଦ୍ଧିଜୀବୀ ବର୍ଗ ବରିଷ୍ଠ ନେତୃବର୍ଗ ସମସ୍ତେ ନିଷ୍ପତ୍ତି ନେଇଥିଲେ ଯେ ଏ ମହୋତ୍ସବ ସବୁ ଅଞ୍ଚଳକୁ ଛୁଇଁବ, ସମସ୍ତଙ୍କ ପାଖରେ ପହଞ୍ଚିବ। ସେହି ପ୍ରୟାସ ଆଜି ଅସୁରାଳିରେ ପହଞ୍ଚିଛି। ଆଉ 3 ଦିନ ପରେ ଆମେ ଯେଉଁ ଜାଗାରେ ଅଛନ୍ତି ଶହୀଦ ଷ୍ଟାଡ଼ିୟମରେ ଧାମନଗର ଶୀତ ମହୋତ୍ସବ ଆୟୋଜିତ ହେବ। ଏହା 5 ଦିନ ଧରି ଅନୁଷ୍ଠିତ ହେବ। ଓଡ଼ିଶା ସରକାରଙ୍କର ସଂସ୍କୃତି ବିଭାଗ ପକ୍ଷରୁ ଏ କାର୍ଯ୍ୟକ୍ରମ ହେବ। ଏ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲେଣି। ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ ଦଳ, ପଲ୍ଲିଶ୍ରୀ ମେଳା, ପୁସ୍ତକ ମେଳା, ବିବିଧ କାର୍ଯ୍ୟକ୍ରମର ପରିକଳ୍ପନା ରଖାଯାଇଛି ଶୀତ ମହୋତ୍ସବ କମିଟି ପରିବାର ତରଫରୁ। ତେଣୁ କରିକି ଏ କାର୍ଯ୍ୟକ୍ରମ ଏକ ନିଆରା କାର୍ଯ୍ୟକ୍ରମ, ଭବ୍ୟ କାର୍ଯ୍ୟକ୍ରମ। ଏକୁ ମଧ୍ୟ ସମସ୍ତ ପ୍ରକାର ସହଯୋଗରେ ସରକାର ଏବଂ ପ୍ରଶାସନ ତତ୍ସହିତ ଆଞ୍ଚଳିକ ଜନସାଧାରଣଙ୍କର ସହଯୋଗ କ୍ରମେ ମିଳିତ ଉଦ୍ୟମରେ ଏ କାର୍ଯ୍ୟକ୍ରମ ଆଗାମୀ ଦିନରେ ସଫଳ ହେବାକୁ ଯାଉଛି। ଗତ ବର୍ଷ ପରି ଏ ବର୍ଷ ଧାମନଗର ଶୀତ ମହୋତ୍ସବ ଅସୁରାଳି ଶହୀଦ ଷ୍ଟାଡ଼ିୟମରେ ଜାନୁଆରୀ 28 ତାରିଖ ଠାରୁ ଫେବୃଆରୀ 1 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ନିଶ୍ଚିତ ଭାବରେ ଆମେ ବହୁତ କୃତଜ୍ଞତା ଜଣାଇବୁ ଓଡ଼ିଶାର ମାନ୍ୟବର ମନ୍ତ୍ରୀ, ଯିଏକି ଆମ ଅଞ୍ଚଳର ପ୍ରିୟ ବିଧାୟକ, ଯିଏକି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମନ୍ତ୍ରୀ। ତାଙ୍କ ପ୍ରଚେଷ୍ଟାରେ ଧାମନଗରର ଚଳିତ ବର୍ଷ ଯେଉଁ ଅସୁରାଳିଠାରେ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁ ଶୀତ ମହୋତ୍ସବ, ଏହି ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ସବୁ ପ୍ରକାର ସହଯୋଗ ନିଶ୍ଚିତ ଭାବରେ ଆମେ କରିବୁ। ଯେହେତୁ ଏ ଆମ ଅଞ୍ଚଳର ଏକ ଗର୍ବ ଗୌରବର ବିଷୟ ଏବଂ ଆମ ଅଞ୍ଚଳକୁ ଯେଉଁମାନେ ଆସିବେ, ସେ କଳାକାର ହୁଅନ୍ତୁ, ସେ ବ୍ୟବସାୟୀ ହୁଅନ୍ତୁ, ସେ ଏସ୍ଏଚ୍ଜିର ମା ଭଉଣୀମାନେ ହୁଅନ୍ତୁ ବା ଯେଉଁମାନେ ଅତିଥି ହୁଅନ୍ତୁ, ସମସ୍ତଙ୍କୁ ଅତିଥି ଭାବରେ କିଭଳି ଭାବରେ ଉତ୍ତମ ସତ୍କାର କରାଯାଇପାରିବ। ଏବଂ ଏ ପଲ୍ଲିଶ୍ରୀ ମେଳା ଏବଂ ଶୀତ ମହୋତ୍ସବରେ ବିଭିନ୍ନ ପ୍ରକାର ଏସ୍ଏଚ୍ଜି ଗ୍ରୁପ୍ ବିଭିନ୍ନ ଅଞ୍ଚଳରୁ ଆସୁଛନ୍ତି। ସେମାନଙ୍କର ନିଜ ତିଆରି ସାମଗ୍ରୀ ଏଠି ବିକ୍ରି କରିବା ପାଇଁ ମାର୍କେଟ ଖୋଲାଯିବ। ବିଭିନ୍ନ ଅଞ୍ଚଳର ଖାଦ୍ୟ ଏଠି ମଧ୍ୟ ଉପଲବ୍ଧ ହେବ ଏବଂ ବିଭିନ୍ନ ଅଞ୍ଚଳର ବିଭିନ୍ନ ରାଜ୍ୟର ଲୋକନୃତ୍ୟ ଲୋକକଳା ପ୍ରଦର୍ଶନ କରାଯିବ ଏହି ଶୀତ ମହୋତ୍ସବ ମଞ୍ଚରେ। ତେଣୁ ଏ ଏକ ବିରାଟ କାର୍ଯ୍ୟକ୍ରମ। ତେଣୁ ଏ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଶୀତ ମହୋତ୍ସବ କମିଟି ସୁଚାରୁ ରୂପେ ତୁଲେଇବ, ଏ ଆଶା ବିଶ୍ୱାସ ମୋର ଅଛି। ତେଣୁ ଆଶା କରିବି ଏ ଭଳି ଏକ ମହାନ କାମରେ ସମସ୍ତଙ୍କର ଆନ୍ତରିକ ସହଯୋଗର ଆବଶ୍ୟକତା ରହୁଛି। ବିଭିନ୍ନ ପ୍ରକାର ବଡ଼ ବଡ଼ ଗାୟକମାନେ ଯେଉଁମାନେ ସଙ୍ଗୀତ ପରିବେଷଣ କରିବେ ଏବଂ ତା ସହିତ ବିଭିନ୍ନ ରାଜ୍ୟର ଲୋକକଳା ଲୋକନୃତ୍ୟ ଏହି ମଞ୍ଚରେ ପ୍ରଦର୍ଶନ କରାଯିବ। ସ୍ଥାନୀୟ ଯେଉଁମାନେ ଅଛନ୍ତି କଳାକାର, ସେମାନେ ଯଦି ତାଙ୍କର ଟ୍ରୁପ୍କୁ ପଞ୍ଜୀକୃତ କରିପାରିବେ ତାହେଲେ ସେମାନେ ଏଠି ଅଂଶଗ୍ରହଣ କରିପାରିବେ। କାରଣ ଯେଉଁମାନେ ଏଟା ସରକାରୀ ଉତ୍ସବ, ଯେଉଁମାନେ ଅଂଶଗ୍ରହଣ କରୁଛନ୍ତି ସେମାନେ ସରକାରଙ୍କ ଠାରୁ ତାଙ୍କର ଟ୍ରୁପ୍ର ପାରିଶ୍ରମିକ ସେମାନେ ପାଇବେ। ତେଣୁ ସେ ଟ୍ରୁପ୍ ଯଦି ପଞ୍ଜୀକରଣ କରାନ୍ତି ଏବଂ ପଞ୍ଜୀକୃତ ହୋଇସାରିଲା ପରେ ଯଦି ତାଙ୍କୁ ଅନୁମତି ମିଳେ, ନିଶ୍ଚିତ ଭାବରେ ମଞ୍ଚରେ ସେ କଳା ପ୍ରଦର୍ଶନ କରିପାରିବେ। ଅଞ୍ଚଳ ପାଇଁ ଆଜି ଏକ ଖୁସିର କଥା, ମାନ୍ୟବର ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଶହୀଦ ଷ୍ଟାଡ଼ିୟମ ଅସୁରାଳିଠାରେ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି ଆସନ୍ତା 28 ତାରିଖ। ବିଭିନ୍ନ ରାଜ୍ୟସ୍ତରୀୟ ଏବଂ ରାଜ୍ୟ ବାହାରୁ କଳାକାରମାନେ ଆସିବେ, ବହୁ ଅତିଥିମାନେ ଆସିବେ ଆମ ଏ ମାଟିକି। ତେଣୁ ଆମେ ସମସ୍ତେ ଏ ଅଞ୍ଚଳ ସାରା ସମସ୍ତେ ଏ କାର୍ଯ୍ୟକ୍ରମକୁ ଯୋଗ ଦେବା, ସହଯୋଗ କରିବା। ଏ କାର୍ଯ୍ୟକ୍ରମକୁ ସଫଳ କଲେ ନିଶ୍ଚିତ ଭାବରେ ଆମ ମାଟିର ଯେଉଁ ଗର୍ବ ଏବଂ ଯେଉଁ ସୁନାମ ଅଛି ତାକୁ ଆମେ ବଜାଇ ରଖିବା
ए शीत महोत्सव 2026 निश्चित भाव में सफल हम समस्तंकर सहयोग एवं समस्तंकर आशीर्वाद समस्तंकर योगदान आम आशा करूँ।